कलिंग सम्राट को आज मथुरा नगरी विकास योजना पाई कौन करिसंती एला प्रथम प्रश्न महाराजांकर। द्वितीय प्रश्न है महिला सशक्तिकरण पाई कौन पदक्षेप नहीं। एवं तृतीय प्रश्न है हे मथुरापुरवासी आबाल वृद्ध वृद्ध मोहरी मथुरा कृषि अंचल सर्वाधिक चाषी रही मोहरी यही मथुरा गढ़ तांकरी उपरे कृषक मानक योजना उपरे केते कार्य फलप्रद होईछि ताहा सुचिंतित मंतव्य देले त्रिभुवन विजय कंस आत्मतृप्ति लाभ करिवो। महाराज कंसंकर जय हो। महाराज कंसंकर निमंत्रण क्रमे मते सौभाग्य प्राप्त होईछि ए मथुरा नगरी रे आसीबा पाई एवं यही भली भाव रे गत वर्ष मध्य मते स्वतंत्र भाव रे निमंत्रित करा जाइथिला एवं मु मध्य ये मथुरा नगरी को धनुजात्रा महोत्सवर ये अवसर रे आसीबार मते अवसर प्राप्त होइथिला एवं सेते बेले मध्य ये मथुरा नगरी रो अनेक विकासमूलक काम को किभली भाव में संपादन करा जिवो आउ सेथिपाई मध्य मु प्रतिश्रुति देइथिली। महाराजा आपणकर आदेश क्रमे गत वर्ष दिया जाइथिबा जो प्रतिश्रुति गुड़िक मु महाराज पूरण करिछि। सर्वप्रथमे आपण ये जो धनुजात्रा होउछि ये होउछि विश्वर सर्वबृहत खुला मंचर ये धनुजात्रा आ ये धनुजात्रा उत्सवर जो आमर राजमहल रही ये प्रतिवर्ष अस्थायी भाव में करा जाउछि एणु आपण को बहुत असुविधा होउछि आ ताहा स्थायी भाव में राजमहल निर्माण करिबा पई आपण मते आदेश देइथिले। आपणकर ये आदेश को मो रक्षा करिकरी एथिरे मोर समस्त अधिकारी माननको मो ताहार डीपीआर बनैबा पई कहिथिली आदेश देइथिली एवं सेमाने मध्य डीपीआर प्रस्तुत करिसंती एवं ताहार मध्य आजी महाराज आपंकर उपस्थिति रे ये धनुजात्रार स्थायी राजमहल आज तार शिलान्यास होईछि। महाप्रभु महाराज एथिरे समुदाय 13 कोटी टंका खर्च हेबा पई आम सरकार एथिरे एस्टिमेट रे जो प्रावधान अछि ताको मंजूर करिसंती। एहा सहित आपण कहिथिले ये मथुरा नगरी रो जो जमुना नदी जीरा नदी ये जीरा नदी रे एक आनिकट निर्माण करिबा पई ताकु मध्य मु अनुमोदन करिछि। एथिरे समुदाय 114 कोटी खर्च हबो किंतु गत वर्ष मु जेतले आसीतिली मु घोषणा करिथिली 80 कोटी टका खर्च हबा पई किंतु जेते बेले डीपीआर प्रस्तुत करा गला यार आहुरी अधिक ताकु भल भाव निर्माण करिबा पई एवं शेष रे एस्टिमेट अनुसार 115 कोटी एथिरे रखा जाइछि एवं ताहार मध्य आज शिलान्यास करा गला महाराज। एवं तृतीय रे जो बरगढ़ टाउन रे जो केनाल अछि ये बरगढ़ टाउन केनाल उपरे एक बॉक्स कंडुइन एवं केनाल सौंदर्यकरण करने
ଏ କଥା ମଧ୍ୟ ଆମେ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଲୋଚନା ହେଇଥିଲା ଆଉ ତାହା ମଧ୍ୟ ଆଜି ଆମ ସରକାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିରେ 40 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ମଧ୍ୟ ଏଥିରେ ତାହାର ଏଷ୍ଟିମେଟ୍ କରାହେଇଛି ଏବଂ ତାହା ମଧ୍ୟ ଆଜି ତାହାର ଶିଳାନ୍ୟାସ ହେଇଛି। ଖୁବ୍ ଶୀଘ୍ର ଏ କାର୍ଯ୍ୟକ୍ରମ ମଧ୍ୟ ସମାପ୍ତ ହେବ। ଇଏ ପ୍ରଥମ ପ୍ରଶ୍ନର 3ଟି ଉତ୍ତର ମୁଁ ଆପଣଙ୍କ ପାଖରେ ରଖିଛି ମହାରାଜ। ଏଥିରେ ଆହୁରି ଅନେକ ଏ ମଥୁରା ନଗରୀ ଏବଂ ମଥୁରା ରାଜ୍ୟରେ କିଭଳି ଭାବରେ ଅଧିକ ଏ ଅଞ୍ଚଳର ବିକାଶ ହୋଇପାରିବ, ଏ ଅଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯାଇପାରିବ, ସେଥିପାଇଁ ଆମ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି। ଆଉ ସେଥିପାଇଁ ମଥୁରା ନଗରୀରେ 1362 କୋଟି 85 ଲକ୍ଷ ଟଙ୍କା ବିନିଯୋଗରେ 123ଟି ନୂଆ ପ୍ରକଳ୍ପର ଭିତ୍ତିପତ୍ର ସ୍ଥାପନ ଆଜି କରାଗଲା ମହାରାଜ ଏବଂ ତାହା ସହିତ ମଧ୍ୟ ଉଦ୍ଘାଟନ ମଧ୍ୟ ଅନେକ ପ୍ରକଳ୍ପର କରାଗଲା। ଏଥିରେ କୃଷି, ଜଳସେଚନ, ଯୋଗାଯୋଗ, ସ୍ୱାସ୍ଥ୍ୟ ସେବା ପରି ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଆଜି ଶ୍ରୀ ଗଣେଶ ଏବଂ ଶିଳାନ୍ୟାସ କରାଗଲା। ସେହିଭଳି ଭାବରେ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ଅଛି। ଯେହେତୁ ମୋତେ ଆତିଥ୍ୟ ଦେଇଛନ୍ତି, ପ୍ରତିବର୍ଷ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି, ଆଉ ସେଥିପାଇଁ ମୁଁ ଅଧିକ ଏ ମଥୁରା ନଗରୀକୁ ଉପହାର ଦେବା ପାଇଁ ଆହୁରି ଅନେକ ଉପହାର ନେଇକରି ଆସିଛି ମହାରାଜ। ଜିରା ନଦୀରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଏଥିରେ ଯେତେବେଳେ ଆପଣଙ୍କର ପ୍ରଜାମାନଙ୍କର ଦାବି ଆସିଲା, ଏ କଥାକୁ ମୁଁ ଗୁରୁତ୍ୱ ଦେଇ ଜିରା ନଦୀରେ 132 କୋଟି 10 ଲକ୍ଷ ଟଙ୍କାର ଏକ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏଥିରେ ସ୍ଥାପନା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ତା ସହିତ ଆପଣଙ୍କର ଏଠି ପ୍ରଜାମାନେ ସେମାନଙ୍କର ଯେଉଁ ବିକ୍ରି କରିବା ପାଇଁ ବିଭିନ୍ନ ପନିପରିବାଠୁ ଆରମ୍ଭ କରିକରି ଶସ୍ୟ ପର୍ଯ୍ୟନ୍ତ ତାଙ୍କୁ ଯେଭଳି ଭାବରେ ଏବଂ ବ୍ୟବସାୟ କରିବା ପାଇଁ ଅନେକ ସମୟରେ କେଉଁଠି ଉଠା ଦୋକାନ, କେଉଁଠି ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ତାହାର ସୁବ୍ୟବସ୍ଥା ଆପଣଙ୍କର ମଥୁରା ନଗରୀରେ ହୋଇପାରିନଥିବାରୁ ପ୍ରଜାମାନେ ଭାରି ଅସନ୍ତୁଷ୍ଟରେ ରହୁଛନ୍ତି ଏବଂ ଅସୁବିଧା ମଧ୍ୟ ଭୋଗୁଛନ୍ତି। ସେହି କାରଣରୁ ଆମ ସରକାର ନିଷ୍ପତ୍ତି ନେଲେ ଏଥିପାଇଁ ମଧ୍ୟ ଗୋଟିଏ ଭେଣ୍ଡିଂ ଜୋନ୍ କରିବା ପାଇଁ ଆଉ ସେଥିପାଇଁ 30 କୋଟି ଟଙ୍କାର ଏକ ଅଟକଳ କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ମହାରାଜ। ତା ସହିତ ଇଏ ବରଗଡ଼ ଆଉ ଆପଣଙ୍କର ମଥୁରା ନଗରୀରେ ଯେଭଳି ଭାବରେ ଲୋକସଂଖ୍ୟା ବୃଦ୍ଧି ଘଟୁଛି, ଯାନବାହନ ଚଳାଚଳରେ ତାର ଆବଶ୍ୟକତା ବଢ଼ୁଛି ଏବଂ ତାହା ସହିତ ମଧ୍ୟ ଯେଭଳି ଭାବରେ ଏଠି ବସ୍ ଚଳାଚଳ ହେଉଛି ଏବଂ ସେଥିପାଇଁ ଏକ ବଡ଼ ବସ୍ ଷ୍ଟାଣ୍ଡର କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ସେଥିପାଇଁ ଇଏ ବରଗଡ଼ ସଦରର ଏ ମୁଖ୍ୟ ସଦର ମହକୁମାରେ 66 କୋଟି 64 ଲକ୍ଷ ଟଙ୍କାରେ ଏକ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ ହେବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ମହାରାଜ। ଏବଂ ଏହା ସହିତ ଆମର ଗ୍ରିଣ୍ଡଲ ଠାରେ ଏକ ଅନ୍ତର୍ନଦୀ ଜଳାଶୟ ନିର୍ମାଣ କରିବା ପାଇଁ ମଧ୍ୟ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ମଧ୍ୟ 150 କୋଟି ଟଙ୍କା ମାଧ୍ୟମରେ ନିର୍ମାଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି। ଏ 4ଟି ପ୍ରକଳ୍ପ ପାଇଁ ସମୁଦାୟ 378 କୋଟି 10 ଲକ୍ଷ ଟଙ୍କାର ଅର୍ଥ ଆମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ଅନୁମୋଦନ କରିଛନ୍ତି। ଏଣୁ ନିଶ୍ଚିତ ଭାବରେ ଇଏ ମଥୁରା ରାଜ୍ୟରେ ବରଗଡ଼ ମହାନଗରୀରେ ଯେଉଁ ସବୁ ସମସ୍ୟା ଅଛି ତାକୁ ଆଗାମୀ ଦିନରେ ଆମ ସରକାର ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ମହାରାଜ। ଆପଣଙ୍କର ଦ୍ୱିତୀୟ ପ୍ରଶ୍ନ,
ये मथुरा नगरी रे जो महिला माने अछंती से महिला मानकर पाई महिला सशक्तिकरण रे आम राज्य सरकार कौन पदक्षेप नहीं छंती। महाराज आम सरकार आसिबा पूर्वरु जेते बेले घोषणा पत्र रे स्थानित करिथिले जदि आम दल सरकार को आसिबो तबे सर्वप्रथमे महिला मानकु सशक्तकरण करिवो आउ सेथिरे महिला मानकु सशक्तकरण करिवा पाई जाई एक स्वतंत्र भाव में सुभद्रा योजना लागू करिवा पाई आम सरकार आसिबा पूर्वरु आम दल मैनिफेस्टो रे बा घोषणा पत्र रे स्वतंत्रता देइथिले एवं आम कलिंग राज्य रे ए कथा को कलिंगवासी मध्य ग्रहण करथिले एवं सरकार बदलैथिले नुआ सरकार आसीथिला एवं भारत वर्षर सम्राट यशस्वी प्रधानमंत्री नरेंद्र मोदी जी आशीर्वाद रे डबल इंजिन सरकार जेते बेले आमर कलिंग रे शासन करिबा पाई अधिकार प्राप्त हैला संगे संगे आमे कैबिनेट बसई सेई दिन निष्पत्ति नैतिलु महिला मानंकु 50,000 टंकार आर्थिक सहायता प्रदान करिवु एवं प्रतिवर्ष 10,000 टंका देबु गोटे किस्ती रे 5,000 करी आउ सेथिपाई आपंकरे मथुरा नगरी समस्त महिला मानंकु समस्त मोर सुभद्रा भौणी मानंकु आमे 10,000 टंका लेखा प्रतिवर्ष हिसाब रे प्रदान करि सारिछु एवं सेतिरे संपूर्ण भाव रे जणे जणे महिला को 15,000 टंकार आर्थिक सहाय्य आम कलिंग सरकार तरफ प्रदान करा जाइछि। महाराज सेई बड़ी भाव रे आपनकर तृतीय प्रश्न रे कृषक मानकर सशक्तिकरण कथा कहिछंती। ये बरगढ़ होउछि संपूर्ण भाव रे सारा कलिंगर अर्थात आजिर ओडिशार एक भातहांडी कहले अत्युक्ति हब नहीं। जदि बरगढ़ रे चाष कार्य हब नहीं ताहले निश्चित भाव रे संपूर्ण भाव रे कलिंग नगर कलिंग राज्यर समस्ते संकट रे पड़िबे खाद्य संकट रे पड़िबे सेथिपाई आम सरकार चाषींकर पाई मध्य अनेक गुरुत्वपूर्ण निष्पत्ति नहीं। कृषक मानकर सशक्तिकरण नारे मुख्यमंत्री कृषि योजना रे कृषक मानंकु शस्य किभली अधिक उत्पादन हब एवं जेते बेले चाष कार्य आरंभ हब सेते बेले बिहन उत्तम मानर उत्तम किस्मर बिहन प्रदान करा जिवो सार प्रदान करा जिवो एवं कीटनाशक औषध मध्य चाषी मानक हाथ में देवा पाई भारत सरकार पीएम किसान रे 6,000 टंका गोटे किस्ती रे 3,000 करी वर्ष को 6,000 टंका प्रदान करुछंती। ता सहित राज्य सरकार मध्य सीएम किसान रे वर्ष को 2टी किस्ती रे 2,000 करी 4,000 टंका प्रदान करुछंती। ये चाष कार्य समय रे गोटे वर्ष रे 10,000 टंका अनुदान डबल इंजिन सरकार प्राप्त करा जाउछि। महाराज एवं जेते बेले चाष हेला परे जो शस्य आमदानी होउछि से समय रे जो केंद्र सरकार निर्धार्य करिछंती एमएसपी धानर सर्वनिम्न सहायक मूल्य गत ये चलित वर्ष रे 2300 टंका केंद्र सरकार रखिथिबा परिस्थिति रे आम सरकार संकल्प नैथिले आम दल संकल्प नैथिले जेतेबेले सरकार आसीबो सेतेबेले आमे पर क्विंटाल धान को आमे 3,100 टंकार अर्थात 3100 टंकार पर क्विंटाल हिसाब से सरकार किणिबे एवं चाषींकर जो सर्वनिम्न सहायक मूल्य सहित आमे बोनस आकार रे बा इनपुट असिस्टेंट आकार रे 800 टंका पर क्विंटाल रे प्राप्त करेबू।
ମହାରାଜ ଆପଣ ଜାଣିଥିବେ ଅତୀତରେ ଯେତେବେଳେ ଗତ 24 ବର୍ଷର କଳିଙ୍ଗର ସମ୍ରାଟ ଯେତେବେଳେ ଘୋଷଣା କରିଥିଲେ ଆପଣଙ୍କର ବରଗଡ଼ ଜିଲ୍ଲାର ସହେଲାରେ ଚାଷୀଙ୍କର ପାଇଁ ସେ କହିଥିଲେ ପର କ୍ୱିଣ୍ଟାଲରେ 100 ଟଙ୍କା ବୋନସ୍ ଦେବେ ବୋଲି, କିନ୍ତୁ ତାଙ୍କର କଥା ପାଣିର ଗାର ସଦୃଶ୍ୟ ରହିଗଲା। ସେ 100 ଟଙ୍କା ଦେଇପାରିଲେ ନାହିଁ। ଆମର ମାନ୍ୟବର ବିଧାୟକ ଆପଣଙ୍କର ରାଜ୍ୟ ଅତିଥି ହିସାବରେ ମଞ୍ଚରେ ଆଜି ଅଛନ୍ତି। ସେ କହୁଥିଲେ ଏଠି ଯେ ତାଙ୍କର ବଂଶର ଯେଉଁ ରାଜୁତି ଥିଲା କଳିଙ୍ଗରେ 34 ବର୍ଷ ଏଠି ଶାସନ କଲେ, କିନ୍ତୁ କଳିଙ୍ଗର ବିକାଶ ହେଲା ନାହିଁ, ଆଉ ମଥୁରା ନଗରୀର ମଧ୍ୟ କୌଣସି ବିକାଶ ହେଇପାରିଲା ନାହିଁ। କିନ୍ତୁ ଆଜି ଆମ ସରକାର ଆସିଲା ପରେ ଆମେ ଚାଷୀଙ୍କର ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ। ଆଉ ସେଥିପାଇଁ ଆଜି ଏଠି ଚାଷୀ ଆଜି ତାଙ୍କୁ ଆମେ ଇନପୁଟ୍ ଆସିଷ୍ଟାଣ୍ଟ ହିସାବରେ 800 ଟଙ୍କା, ଯଦି ଇଏ ବରଗଡ଼ ଏକ ଚାଷୀ ଅଞ୍ଚଳ, ଏଠିକାର ଚାଷୀ ଖରିଫ ଋତୁରେ ରବି ଋତୁରେ ଅନେକ ଫସଲ ଏଠି ଉତ୍ପାଦନ କରୁଛି ଏବଂ ପର କ୍ୱିଣ୍ଟାଲରେ ଏଠି ମଧ୍ୟ ଅଧିକ ଧାନ ଉତ୍ପାଦନ ହେଉଛି। ହିସାବ କରି ଦେଖାଯାଇଛି ଯେ ପ୍ରତି ଚାଷୀ ଏଠି ଇନପୁଟ୍ ଆସିଷ୍ଟାଣ୍ଟ ହିସାବରେ ପାଖାପାଖି 50,000 ଟଙ୍କା ଏ ଅଞ୍ଚଳର ଚାଷୀ ସିଏ ଅଧିକ ଟଙ୍କା ଏଠି ପ୍ରାପ୍ତ ହେଉଛି। ଯଦି ଆମେ ଗୋଟିଏ ଚାଷୀ ପରିବାରର ହିସାବ କରିବା ମହାରାଜ, ତାହେଲେ ଚାଷୀଙ୍କୁ ଇନପୁଟ୍ ଆସିଷ୍ଟାଣ୍ଟ ହିସାବରେ 40 ଟଙ୍କା ଆମେ 40,000 ଟଙ୍କା ପ୍ରଦାନ କଲୁ। ଡବଲ ଇଞ୍ଜିନ୍ ସରକାରରେ PM କିଷାନ CM କିଷାନରେ 10,000 ଟଙ୍କା ପ୍ରାପ୍ତ ହେଲା ଏବଂ ସେଇଭଳି ଭାବରେ ଯଦି ଆମେ ଦେଖିବା ତାହେଲେ ସେଇ ଚାଷୀ ପରିବାରର ସୁଭଦ୍ରା ଯୋଜନାରେ ପାଉଥିବା ଆମର ମା ଭଉଣୀମାନେ ସେମାନେ ମଧ୍ୟ 10,000 ପାଉଛନ୍ତି। ସ୍ୱତନ୍ତ୍ର ଭାବରେ ବରଗଡ଼ ଅଞ୍ଚଳରେ ଚାଷୀ 50,000 ଟଙ୍କା ଏଥିରେ ଅଧିକ ଆର୍ଥିକ ସହାୟତା ତାଙ୍କ ପାଖକୁ ଆସୁଛି। ଇଏ ସମସ୍ତକୁ ଯଦି ଦେଖିବା ତାହେଲେ 70,000 ଟଙ୍କା ଅଧିକ ଇଏ ବରଗଡ଼ ଅଞ୍ଚଳର ଅର୍ଥାତ୍ ମଥୁରା ନଗରୀର ସମସ୍ତ ଚାଷୀମାନେ ଆଜି ଉପକୃତ ହେଉଛନ୍ତି ମହାରାଜ। ଏଣୁ ଆପଣ ଯେତିକି ଆଶା କରିଥିଲେ ତାଠାରୁ ଆମ ସରକାର ଅଧିକ ଚାଷୀଙ୍କର ପାଇଁ କାମ କରୁଛନ୍ତି। ତଥାପି ଆଜି ଯେତେବେଳେ ମୁଁ ଆପଣଙ୍କର ନିମନ୍ତ୍ରଣକୁ ରକ୍ଷା କରି ଏ ମଥୁରା ନଗରୀକୁ ଆସିଛି, ଆପଣଙ୍କ ଏଇ ଦରବାରକୁ ଆସିବା ପୂର୍ବରୁ ଆପଣଙ୍କର ପ୍ରଜାମାନେ ମୋତେ ଅତିଥି ଭବନରେ ଦେଖା କରି ମୋତେ ବିଭିନ୍ନ ସମସ୍ୟା ଚାଷୀଙ୍କର ବାବଦରେ ଆଲୋଚନା କରୁଥିଲେ। ମୋତେ ଦାବି ପ୍ରସ୍ତାବ ମାନ ମଧ୍ୟ ଦେଇଛନ୍ତି। ସେଥିରେ ଏ ଖରିଫରେ ରବିରେ ଏବଂ ଧାନ ସଂଗ୍ରହ ସମୟରେ କିଭଳି ଭାବରେ ଆପଣଙ୍କର ଏ ଧାନକୁ ଲିଫ୍ଟ କରାଯାଇପାରୁନାହିଁ, କେତେବେଳେ କଟନୀ ଛଟନୀ ହେଉଛି, କେତେବେଳେ ଟୋକନ୍ ଲେଟ୍ରେ ପ୍ରାପ୍ତ ହେଉଛି ବୋଲି ଇଏ ସମସ୍ତ ଗୋଟିଏ ମୁହୂର୍ତ୍ତରେ ଗୋଟିଏ 2 ଦିନର ସମସ୍ୟା ମହାରାଜ। ଏ ସମସ୍ୟାକୁ ନିଶ୍ଚିତ ଭାବରେ ଆମ ସରକାର ସମାଧାନ କରିବେ, ତିଳେ ମାତ୍ର ଏଥିରେ ସନ୍ଦେହ ନାହିଁ। ମୁଁ ଆପଣଙ୍କୁ କଥା ଦେଉଛି, ପ୍ରତିଶ୍ରୁତି ଦେଉଛି, ଏହା ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ଏବଂ ସେଥିପାଇଁ ମୁଁ ଅବଗତ ନିମନ୍ତେ ଆପଣଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛି ଯେ 2023-24 ଖରିଫ ଓ ରବି ଋତୁରେ ଆପଣଙ୍କର ଏ ମଥୁରା ନଗରୀରେ ଅର୍ଥାତ୍ ବରଗଡ଼ ଅଞ୍ଚଳରେ 2,08,692 ଜଣ ଚାଷୀଙ୍କ ଠାରୁ 12,36,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା ଏବଂ ଚାଷୀମାନଙ୍କୁ ଏଥି ନିମନ୍ତେ 2,698 କୋଟି 79 ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ ମହାରାଜ। ସେଇଭଳି ଭାବରେ 2024-25 ଆର୍ଥିକ ବର୍ଷର ଖରିଫ ଏବଂ ରବି ଋତୁରେ ଏଥିରେ ଆହୁରି ଅଧିକ 2,41,135 ଜଣ ଚାଷୀଙ୍କୁ 13,19,000 ମେଟ୍ରିକ୍ ଟନ୍ ଏ ଧାନ ସଂଗ୍ରହ କରାଯାଇଥିଲା ଏବଂ ସେଥିରେ ଯଦି ଆମେ ଦେଖିବା ତାହେଲେ ସମସ୍ତ ଏ ଅର୍ଥରାଶିକୁ ମିଶାଇଲେ ଏ ବରଗଡ଼ ଅଞ୍ଚଳର ଚାଷୀକୁ ସମ୍ପୂର୍ଣ୍ଣ ଭାବରେ 4,338 କୋଟି 34 ଲକ୍ଷ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଛି, ଯାହାକି ସର୍ବକାଳୀନ ରେକର୍ଡ ମହାରାଜ। ଏଣୁ ନିଶ୍ଚିତ ଭାବରେ ମୁଁ ଭାବିବି ଏଥିରେ
आपण जो मते आशा करते मथुरा महानगरीर मथुरा राज्यर समस्त चाषी एवं समस्त महिला माने एवं समस्त ये अंचल मथुरावासी किभली भाव में सुख शांति रे सेमानंकर उन्नति हेब सेमानंको अधिक सेवा दिया जाई पारिबो ताहा आम सरकार आज आपंकर कथा अनुसार आपंकर परामर्श अनुसार ताकू आम सरकार पूरण करने जाउछंती। एणु आपण को मु निश्चित भाव में एथिरे जो प्रश्न कही से प्रश्नर उत्तर मु आपन पाखरे रखी सारी महाराज।